नमस्कार, जय जगन्नाथ। ମୁଁ ଅବିନାଶ ସ୍କିଲ୍ ୱାର୍ଡ ଏଜୁକେସନକୁ ଆପଣଙ୍କୁ ସ୍ୱାଗତ କରୁଛି। ଆସନ୍ତୁ ଆରମ୍ଭ କରିବା ଆଜିର 10ଟି କରେଣ୍ଟ ଆଫେୟାର୍ସ। ପ୍ରଥମ ପ୍ରଶ୍ନ, ବର୍ତ୍ତମାନ କରୋନାର ନୂଆ ଭ୍ୟାରିଏଣ୍ଟ ସାମ୍ନାକୁ ଆସିଛି। ଏହାର ନାମ କଣ? ଏହାର ସଠିକ ଉତ୍ତର ହେଉଛି NB 1.8.1 and 11.7। ଦ୍ୱିତୀୟ ପ୍ରଶ୍ନ, 2025 ବିଶ୍ୱ ହାଇଡ୍ରୋଜେନ ସମ୍ମିଳନୀ କେଉଁ ଦେଶରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତର ହେଉଛି ନେଦରଲ୍ୟାଣ୍ଡସ। ତୃତୀୟ ପ୍ରଶ୍ନ, ୟୁକେ ସହିତ ଚୁକ୍ତିନାମା ଅନୁଯାୟୀ କେଉଁ ଦେଶ ଚାଗସ୍ ଦ୍ୱୀପପୁଞ୍ଜ ଡିଆଗୋ ଗାର୍ସିଆ ବ୍ୟତୀତ ଗ୍ରହଣ କରିବାକୁ ଯାଉଛି? ଏହାର ସଠିକ ଉତ୍ତର ହେଉଛି ମରିସସ୍। ଚତୁର୍ଥ ପ୍ରଶ୍ନ, ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ 2025ର ସ୍ଲୋଗାନ କଣ ଥିଲା? ଏହାର ସଠିକ ଉତ୍ତର ହେଉଛି ଖେଲ କେ ସିତାରେ ଡ୍ୟୁ କେ କିନାରେ। ପଞ୍ଚମ ପ୍ରଶ୍ନ, ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ସ 2025ର ପୁରୁଷ 10,000 ମିଟର ରେସ୍ରେ କିଏ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି? ଏହାର ସଠିକ ଉତ୍ତର ହେଉଛି ଗୁଲବୀର ସିଂ। ଷଷ୍ଠ ପ୍ରଶ୍ନ, ନିକଟରେ କାମିରିତା ଶେର୍ପା 31 ଥର ଏଭରେଷ୍ଟ ଚଢ଼ି ରେକର୍ଡ ସୃଷ୍ଟି କରିଛନ୍ତି। ସେ କେଉଁ ଦେଶର ନାଗରିକ? ଏହାର ସଠିକ ଉତ୍ତର ହେଉଛି ନେପାଳ। ସପ୍ତମ ପ୍ରଶ୍ନ, କେଉଁଠାରେ ଦେଶର ପ୍ରଥମ ଜିନ୍ ସଂଶୋଧିତ ମେଣ୍ଢା ଉତ୍ପନ୍ନ କରାଯାଇଛି? ଏହାର ସଠିକ ଉତ୍ତର ହେଉଛି ଶ୍ରୀନଗର। ଅଷ୍ଟମ ପ୍ରଶ୍ନ, ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ କିଏ ଆମେରିକାନ ମ୍ୟୁଜିକ୍ ଆୱାର୍ଡ 2025 ଜିତିଛନ୍ତି? ଏହାର ସଠିକ ଉତ୍ତର ହେଉଛି ଭେଥା ୟେଲପ୍ରଗଦା ରାଓ ଓରଫ ରାଜା କୁମାରୀ। ନବମ ପ୍ରଶ୍ନ, ଚଳିତ ବର୍ଷ କେଉଁ ଦେଶରେ ବିଶ୍ୱର ପ୍ରଥମ ରୋବୋ ବକ୍ସିଂ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି? ଏହାର ସଠିକ ଉତ୍ତର ହେଉଛି ଚୀନ। ଦଶମ ପ୍ରଶ୍ନ, ଭାରତୀୟ ରପ୍ତାନି ମହାସଂଘ ପକ୍ଷରୁ ଚଳିତ 2025-26 ଆର୍ଥିକ ବର୍ଷରେ ଦେଶର ସାମଗ୍ରୀ ଏବଂ ସେବା ରପ୍ତାନି କେତେ ଛୁଇଁପାରେ ବୋଲି ଆକଳନ କରାଯାଇଛି? ଏହାର ସଠିକ ଉତ୍ତର ହେଉଛି 1 ଟ୍ରିଲିୟନ। ତ ଏଇ ଥିଲା ଆଜିର ଦେଶ ବିଦେଶ ଓ ରାଜ୍ୟର 10ଟି ବଛା ବଛା କରେଣ୍ଟ ଆଫେୟାର୍ସ। ଆମ ଚ୍ୟାନେଲର ଉଦ୍ଦେଶ୍ୟ ଆପଣଙ୍କ ଏକ୍ଜାମ ପ୍ରିପାରେସନକୁ ଆହୁରି ଉନ୍ନତ କରିବା। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ପାଇଁ ଚ୍ୟାନେଲକୁ ଆଜି ହିଁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ ଏବଂ ନିମ୍ନରେ ଆପଣଙ୍କ ମତାମତ ଅବଶ୍ୟ ଲେଖନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।